ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନ୍ ସ୍ୱାଗତ କରୁଛି। ଆଜି ଆମେ ଆଉ ଏକ ଲଙ୍ଗ୍ କ୍ୱେଶ୍ଚନ୍ ଦେଖିବା। ଓକେ, ଯେଉଁଟାକି +3 ଫାର୍ଷ୍ଟ ସେମିଷ୍ଟରର AECC1, ଯେଉଁଟାକି ଏନଭାରମେଣ୍ଟ ଷ୍ଟଡି। ଓକେ, ଓଡ଼ିଆରେ ହେଲା ପରିବେଶ ବିଜ୍ଞାନର ଆଉ ଏକ ଲଙ୍ଗ୍ କ୍ୱେଶ୍ଚନ୍। ଓକେ ପିଲାମାନେ, ଆପଣଙ୍କୁ ଗୋଟେ ଅନୁରୋଧ ରହିବ, ଯେଉଁମାନେ ଭିଡ଼ିଓକୁ ଦେଖୁଛନ୍ତି ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ ଏବଂ ସବସ୍କ୍ରାଇବ୍ କରି ଅଲ୍ ବଟନ୍ରେ କ୍ଲିକ୍ କରନ୍ତୁ, ଯାହାଫଳରେ ମୁଁ ପ୍ରଥମେ ଭିଡ଼ିଓ ଅପଲୋଡ଼ କରି ଆପଣଙ୍କ ପାଖକୁ ସର୍ବପ୍ରଥମେ ଯିବ। ଓକେ, ଦେଖନ୍ତୁ, ଜୈବିକ କାରକ କହିଲେ କ'ଣ ବୁଝ? ଏହାର ବିଭିନ୍ନ ବିଭାଗ ବିଷୟରେ ଆଲୋଚନା କର। ପ୍ରାଣୀ ଓ ଉଦ୍ଭିଦଙ୍କ ସଂଶ୍ଳିଷ୍ଟ ପୂର୍ବକ ପରିବେଶୀ କାରକକୁ ଜୈବିକ କାରକ କୁହାଯାଏ। ସୁତରାଂ ଜୈବ କାରକକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଏ। ଏକରେ ଉଦ୍ଭିଦ କାରକ। ନିମ୍ନୋକ୍ତ ଉଦ୍ଭିଦ କାରକ ଗୁଡ଼ିକୁ ସାଧାରଣତଃ ବିଭିନ୍ନ ପରିବେଶ ମଧ୍ୟରେ ଦେଖାଯାଇଥାଏ। ପ୍ରତିଯୋଗିତା। କୌଣସି ସ୍ଥାନରେ ଅବସ୍ଥାନ କରୁଥିବା ପାଦପମାନେ ପରସ୍ପର ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ସମ୍ମୁଖୀନ ହୋଇଥାନ୍ତି, ଯଥା ମୃତ୍ତିକାରୁ ଜଳ ଶୋଷଣ ଓ ବାୟୁମଣ୍ଡଳରୁ ଅମ୍ଳଜାନ ଅଙ୍ଗାରକାମ୍ଳ ଆହରଣ ଏବଂ ସର୍ବୋପରି ସୂର୍ଯ୍ୟରଶ୍ମି ବିନିଯୋଗ ନିମନ୍ତେ ଏହି ପ୍ରତିଯୋଗିତା ଦେଖାଯାଏ। ପରଜୀବୀ। ସାଧାରଣତଃ ଉଦ୍ଭିଦମାନେ ଖାଦ୍ୟ ଆହରଣରେ ସ୍ୱାବଲମ୍ବୀ ଅଟନ୍ତି, ପରନ୍ତୁ ଏକ ଗୋଷ୍ଠୀର ଉଦ୍ଭିଦ ଦେଖାଯାଆନ୍ତି ଯେଉଁମାନେ ଆବଶ୍ୟକ ହେଉଥିବା ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ନାହିଁ। ଏହି ଉଦ୍ଭିଦମାନେ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ବା ଆଂଶିକ ଅନ୍ୟ ଉପରେ ନିର୍ଭର କରନ୍ତି। ଏହାକୁ ପରଜୀବୀ ବୋଲି କୁହାଯାଏ। ପରାଶ୍ରୟୀ। ନାତିଶୀତୋଷ୍ଣମଣ୍ଡଳରେ କେତେକ ସ୍ୱଭୋଜୀ ଉଦ୍ଭିଦ ଅନ୍ୟ ଉଦ୍ଭିଦ ଉପରେ ଆଶ୍ରୟ ନେଇଥାନ୍ତି। ଏହିମାନଙ୍କୁ ପରାଶ୍ରୟୀ ଉଦ୍ଭିଦ କୁହାଯାଏ। ପରଜୀବୀମାନଙ୍କ ପରି ଅନ୍ୟ ଉଦ୍ଭିଦ ସହ ଏମାନେ ଏକତ୍ର ରହୁଥିଲେ ମଧ୍ୟ ଖାଦ୍ୟ ଏବଂ ଜଳ ପାଇଁ ପରାଶ୍ରୟୀମାନେ ଆଶ୍ରୟ ଉଦ୍ଭିଦ ଉପରେ ନିର୍ଭର କରିପାରନ୍ତି ନାହିଁ। ଏହିମାନେ ଆଙ୍କୁଡ଼ା ଚେର ସହାୟତାରେ ଆଶ୍ରୟ ଉଦ୍ଭିଦ ଉପରେ ଚଢ଼ି ରହନ୍ତି, ଯଥା ଶୈବାଳ, ହର୍ଣ୍ଣମାର୍ଶ ଇତ୍ୟାଦି। ଏମାନଙ୍କୁ ପରାଶ୍ରୟୀ ଉଦ୍ଭିଦ ବୋଲି କୁହାଯାଏ। ଫୁରଫୁରୀ। କବକ ଓ ଶୈବାଳ ଏକତ୍ର ଅବସ୍ଥାନ କରି ପରସ୍ପର ଉପରେ ନିର୍ଭର କରି ଜୀବନ ଯାପନ କରିବା ପ୍ରକ୍ରିୟା ଫୁରଫୁରୀ ଶ୍ରେଣୀ ଉଦ୍ଭିଦମାନଙ୍କଠାରେ ଦେଖାଯାଇଥାଏ। କବକ ଦଳ ଓ ବିଭିନ୍ନ ଖଣି ଲବଣ ସଂଗ୍ରହ କରି ଶୈବାଳକୁ ଯୋଗାଇଥାଏ। ଅପରପକ୍ଷରେ ଶୈବାଳ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଉପରେ ନିର୍ଭର କରିଥାଏ। ଏହି ଶ୍ରେଣୀର ଉଦ୍ଭିଦ ଯଥା ଗ୍ରାପ୍ସ, ଲୋକ୍ୟ, ନୋରା ଇତ୍ୟାଦି। ମହାଲତା। ଘଞ୍ଚ ଅରଣ୍ୟରେ ବୃକ୍ଷମାନଙ୍କର ପତ୍ର ସଜ୍ଜା ଏପରି ହୋଇଥାଏ ଯାହାଦ୍ୱାରା ସୂର୍ଯ୍ୟରଶ୍ମି ଆଦୌ ଭୂମି ସ୍ପର୍ଶ କରିପାରେ ନାହିଁ। କେତେକ ଲତା ଶ୍ରେଣୀ ଓ ଉଦ୍ଭିଦ ଅନ୍ୟ ବୃକ୍ଷମାନଙ୍କ ଉପରେ ଘୋଡ଼େଇ ହୋଇ ସୂର୍ଯ୍ୟାଲୋକ ନିମନ୍ତେ ଉପରକୁ ବଢ଼ିଥାନ୍ତି। ଆଶ୍ରୟଦାତା। ମୁଖ୍ୟତଃ ଏମାନେ ଆଶ୍ରୟ ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ନିର୍ଭର କରନ୍ତି ନାହିଁ, ଯଥା ମାଧବୀଲତା, ହାଂସଲତା ଇତ୍ୟାଦି ଏହି ଶ୍ରେଣୀରେ ଅଛନ୍ତି। କବକମୂଳ। କେତେକ ଉଦ୍ଭିଦରେ ଚେରରେ କବକମାନେ ଅବସ୍ଥାନ କରିଥାନ୍ତି। ଏହି କବକ ଯବକ୍ଷାରଜାନ ଜାତୀୟ ପଦାର୍ଥ ଉଦ୍ଭିଦକୁ ଯୋଗାଇବାରେ ସହାୟକ ହୋଇଥାନ୍ତି, ଯଥା ପାଇନସ୍, ଅରଚିଡ୍ ଏବଂ ଶିମ୍ବ ଜାତୀୟ ଉଦ୍ଭିଦରେ ଚେରର କବକମୂଳ ଦେଖାଯାଏ। ପ୍ରାଣୀ କାରକ। ଉଦ୍ଭିଦ ଓ ପ୍ରାଣୀ ନିମ୍ନୋକ୍ତ ପ୍ରକାର ପରସ୍ପର ନିର୍ଭରଶୀଳ ହୋଇ ଜୀବନଯାପନ କରିଥାନ୍ତି। କୀଟଭୋଜୀ ଉଦ୍ଭିଦ। ଏହି ଶ୍ରେଣୀର ଉଦ୍ଭିଦମାନଙ୍କୁ ମାଂସ ଆଖ୍ୟା ମଧ୍ୟ ଦିଆଯାଇଥାଏ। କୀଟଭୋଜୀ ଉଦ୍ଭିଦ ମାନେ ଆଂଶିକ ଭାବରେ ସ୍ୱାବଲମ୍ବୀ ଏବଂ ପରାବଲମ୍ବୀ ଭାବେ ଜୀବନଯାପନ କରିଥାନ୍ତି। କୀଟଭୋଜୀ ଉଦ୍ଭିଦଗୁଡ଼ିକ ସାଧାରଣତଃ ସନ୍ତସନ୍ତିଆ ସ୍ଥାନ କିମ୍ବା ଜଳ ମଧ୍ୟରେ ଦେଖାଯାଆନ୍ତି। ଏହିମାନେ ଶର୍କରା ଜାତୀୟ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରୁଥିଲେ ମଧ୍ୟ ଯବକ୍ଷାରଜାନ ଉପାଦାନ ସଂଗ୍ରହ କରିପାରନ୍ତି ନାହିଁ। ସହଜରେ ହଜମ ହୋଇଥିବା କେତେକ କୀଟପତଙ୍ଗକୁ ଖାଦ୍ୟ ରୂପେ ଗ୍ରହଣ କରି ସେମାନଙ୍କଠାରୁ ଯବକ୍ଷାରଜାନ ଯୁକ୍ତ ପୁଷ୍ଟିସାର ଆହରଣ କରିଥାନ୍ତି, ଯଥା ଜାଞ୍ଜି, ବଟରୱର୍ଟ, ସୂର୍ଯ୍ୟଶିବିର ଇତ୍ୟାଦି ଏହି ଶ୍ରେଣୀରେ ଅଟନ୍ତି। ତୃଣଭୋଜୀ ପ୍ରାଣୀ।
ଖାଦ୍ୟ ନିମନ୍ତେ ଉଦ୍ଭିଦ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭରଶୀଳ, ଯଥା ଗାଈଗୋରୁ, ଛେଳି, ମେଣ୍ଢା, ମଇଁଷି, ଓଟ ଇତ୍ୟାଦି ସମଭୋଜୀ ପ୍ରାଣୀମାନେ ଉଦ୍ଭିଦର ବିଭିନ୍ନ ଅଂଶ ଖାଦ୍ୟ ରୂପେ ଗ୍ରହଣ କରନ୍ତି। ପରାଗ ସଙ୍ଗମ। ବିଭିନ୍ନ କୀଟପତଙ୍ଗ ପରାଗ ସଙ୍ଗମ ପ୍ରକ୍ରିୟାରେ ବିଶେଷ ସହାୟକ ହୋଇଥାନ୍ତି। ପୁଷ୍ପର ବର୍ଣ୍ଣ ଓ ମଧୁ ଆଦି ଦ୍ୱାରା ଆକୃଷ୍ଟ ହୋଇ କୀଟପତଙ୍ଗ ଫୁଲପତ୍ର ଉପରେ ବସିବା ସମୟରେ ପରାଗରେଣୁ ଗୁଡ଼ିକ ସେମାନଙ୍କ ଦେହରେ ଲାଗି ଯାଇଥାଏ। ପୁନର୍ବାର ଅନ୍ୟ ଏକ ଫୁଲ ଉପରେ ଉକ୍ତ କୀଟପତଙ୍ଗ ବସିବା ଦ୍ୱାରା ପରାଗ ସଙ୍ଗମ ପ୍ରକ୍ରିୟାରେ ସହାୟକ ହୋଇଥାନ୍ତି। ଫଳ ଓ ବୀଜ ବିକ୍ଷେପ ନିମନ୍ତେ ବିଭିନ୍ନ କୀଟପତଙ୍ଗ, ପକ୍ଷୀ, ଜୀବଜନ୍ତୁମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାଦ୍ୱାରା ଉଦ୍ଭିଦର ସ୍ଥାନାନ୍ତରିତ ପ୍ରକ୍ରିୟା ସମ୍ଭବପର ହୋଇଥାଏ। ଖାଦ୍ୟ ନିମନ୍ତେ ବିଭିନ୍ନ ପାଚିଲା ଫଳ, ମଞ୍ଜି ଏବଂ ଉଦ୍ଭିଦର ବିଭିନ୍ନ ଅଂଶ ପ୍ରାଣୀମାନେ ବ୍ୟବହାର କରିଥାନ୍ତି। ଖାଦ୍ୟ ଗ୍ରହଣ ପରେ ଅବଶିଷ୍ଟାଂଶ ଇତସ୍ତର ବିକ୍ଷିପ୍ତ ଭାବରେ ପଡ଼ିଥାଏ। ପରବର୍ତ୍ତୀ କାଳରେ ଅନୁକୂଳ ପରିସ୍ଥିତିରେ ଉକ୍ତ ଫଳ, ମଞ୍ଜି ଓ ବିଭିନ୍ନ ଉଦ୍ଭିଦ ଅଂଶରୁ ନୂତନ ଉଦ୍ଭିଦ ହୋଇ ବଂଶବୃଦ୍ଧି ଘଟିଥାଏ। ମନୁଷ୍ୟ କାରକ। ମନୁଷ୍ୟର ଭୂମିକା ଜୈବ କାରକ ମଧ୍ୟରେ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସମୟରେ ଜୀବଜଗତ ମନୁଷ୍ୟ ଦ୍ୱାରା ପ୍ରଭାବିତ ହୋଇଥାଏ। କୃଷି କାର୍ଯ୍ୟ ନିମନ୍ତେ ମନୁଷ୍ୟ ବିଭିନ୍ନ ପ୍ରକାରର ଶସ୍ୟ ଉତ୍ପାଦନ କରି ଏବଂ ଅର୍ଥକାରୀ ଫସଲକୁ ଚିହ୍ନଟ କରି ଏହାର ବ୍ୟାପକ ପ୍ରସାରରେ ସହାୟକ ହୋଇଥାଏ। ବୈଜ୍ଞାନିକ ପଦ୍ଧତି ଦ୍ୱାରା ବିଭିନ୍ନ ସଂକରର ଶ୍ରେଣୀର ଉଦ୍ଭିଦ ସୃଷ୍ଟି କରି ନିଜର ଚାହିଦା ମୁତାବକ ସେଗୁଡ଼ିକୁ ବ୍ୟବହାର କରିଥାଏ। ସେହିପରି ପ୍ରାକୃତିକ ପରିବେଶରେ ପରିପୃଷ୍ଟ ବହୁତ ଉଦ୍ଭିଦକୁ ମନୁଷ୍ୟ ସ୍ୱାର୍ଥ ନିମନ୍ତେ ଧ୍ୱଂସ କରି ଦେଇଥାଏ। ସହରୀକରଣ, ନୂତନ ଶିଳ୍ପାନୁଷ୍ଠାନ ସ୍ଥାପନ ଏବଂ ବିଭିନ୍ନ ନଦୀବନ୍ଧ ବକ୍ଷକୁ କାର୍ଯ୍ୟକାରୀ କରିବା ନିମନ୍ତେ ବହୁ ଘଞ୍ଚ ଅରଣ୍ୟ ସହ ବହୁ ଜୀବଜନ୍ତୁ ମନୁଷ୍ୟ ଦ୍ୱାରା ଧ୍ୱଂସପ୍ରାପ୍ତ ହୋଇଥାନ୍ତି। ଏହିପରି ଭାବରେ ମନୁଷ୍ୟ କାରକ ଦ୍ୱାରା ପ୍ରାଣୀ ଓ ଉଦ୍ଭିଦ ପ୍ରଭାବିତ ହୋଇଥାନ୍ତି। ଏଇଠି ଆମ ଭିଡ଼ିଓ ସରିଯାଇଛି। ଓକେ, ଭିଡ଼ିଓକୁ ଷ୍ଟପ୍ କରିକି ଦେଖିନେବେ। ଜୟ ଜଗନ୍ନାଥ।